ନଳିନାଙ୍କର ଆଉ ଏକ ଆର୍ଟିକଲ ନବରସାୟନ। ସେ ଶ୍ରୀଅରବିନ୍ଦଙ୍କ ଦୃଷ୍ଟିକୋଣରୁ ଦୁଃଖର ସୃଷ୍ଟି, ଦୁଃଖ ଭୋଗର କାରଣ ସମ୍ବନ୍ଧେ ଏ ପ୍ରବନ୍ଧରେ ଲେଖିଛନ୍ତି। ବାଇବେଲରେ ଅଛି, ଭଗବାନ କହିଲେ ସୃଷ୍ଟି ହଉ ଏବଂ ସୃଷ୍ଟି ହେଇଗଲା। ଭଗବାନ ଖୁସି ହେଲେ। ସୃଷ୍ଟି ହେଲା ବୋଲି କେବଳ ନୁହେଁ, ସୃଷ୍ଟିଟା ହେଲା ସର୍ବାଙ୍ଗ ସୁନ୍ଦର। ଅଦଳ ବଦଳ କରିବାର କିଛି ଦରକାର ନଥିଲା। ଇମାରତଟି ନିଖୁଣ, ପକ୍କା, ଅବିକଳ। ପ୍ରଥମ ଦିନ ପରି ତାହା ସେହିପରି ଧରା ବନ୍ଧା, ଅଚଳ ଅଟଳ ହୋଇ ଚିରକାଳ ରହିବ। ଲେଟ୍ ଦେୟାର ବି ଲାଇଟ୍ ଆଣ୍ଡ ଦେୟାର ଇଜ୍ ଲାଇଟ୍। ଆଲୁଅ ଆସୁ, ଆଲୁଅ ଆସିଗଲା। ଲେଟ୍ ଦେୟାର ବି କ୍ରିଏସନ୍ ଆଣ୍ଡ ଦେୟାର ଇଜ୍ କ୍ରିଏସନ୍। ଯେମିତି ସେଥିରେ କିଛି ପରିବର୍ତ୍ତନ କରିବାର ନାହିଁ। ଯେମିତି ହେଇଗଲା ହେଇଗଲା। ସର୍ବାଙ୍ଗ ସୁନ୍ଦର ହେଲା, ଯେଉଁଠି ଯାହା ହେବାର କଥା ଏକା ସାଙ୍ଗେ ହେଇଗଲା। ଏଇଟା ହେଉଛି ବାଇବେଲର ଲେଖା। କିନ୍ତୁ ଉପନିଷଦରେ ଯେଉଁ ଋଷିମାନେ ଲେଖିଛନ୍ତି ସୃଷ୍ଟି ବିଷୟରେ, ସେ ହେଉଛି ଅଲଗା। ଉପନିଷଦର ଋଷି କିନ୍ତୁ କହିଛନ୍ତି ଅନ୍ୟ ପ୍ରକାର। ପ୍ରଥମରେ ଯେଉଁ ସୃଷ୍ଟି ହେଲା, ଯେଉଁଭଳି ଆକାରର ଜୀବଜନ୍ତୁ ସୃଷ୍ଟି ହେଲେ, ଭଗବାନ ସେଥିରେ ଖୁସି ହେଲେ ନାହିଁ। ଏଥିରେ ପୂର୍ବରୁ ଭଗବାନ ଖୁସି ଥିଲେ ହେଇଗଲା ବୋଲି, ଏଥିରେ ଖୁସି ହେଲେ ନାହିଁ। ପୁଣି ସୃଷ୍ଟି କଲେ, ସେଥିରେ ମଧ୍ୟ ଖୁସି ହେଲେ ନାହିଁ। ଏହିପରି କେତେଥର ଚେଷ୍ଟା କରିବା ପରେ ଯେତେବେଳେ ମନୁଷ୍ୟର ସୃଷ୍ଟି ହେଲା, ସେତେବେଳେ ସେ ଖୁସି ହେଲେ। ସୁକୃତଂ ଏତତ୍, ଭଲ କାମଟା ହେଲା। ଅଲଗା ଆଉ ଗୋଟେ ଜାଗାରେ ଲେଖା ହେଇଛି ଯେ ସୃଷ୍ଟି ବ୍ରହ୍ମା କରୁଛନ୍ତି। ସୃଷ୍ଟି ହେଇସାରିଲା ପରେ ଦେବତାମାନେ ନେଇକି ଦେଖୁଛନ୍ତି, ହଁ ସୃଷ୍ଟି ହେଉଛି। କିନ୍ତୁ ତା ଭିତରେ ଆସିବାକୁ କେହି ଚାହୁଁନାହାନ୍ତି। ମଣିଷ ଭିତରେ ଯେତେବେଳେ ମଣିଷ ସୃଷ୍ଟି ହେଲା, ଆଗରୁ ଜୀବଜନ୍ତୁମାନେ ସୃଷ୍ଟି ହେଇଥିଲେ, ସେମାନେ ଏତେ ଏଭଳି ଯୋଗ୍ୟ ନଥିଲେ ଯାହା ଭିତରେ ଦେବତାମାନେ ବାସ କରିପାରିବେ ବୋଲି। ମଣିଷ ସୃଷ୍ଟି ହେଲେ କହିଲେ ହଁ ହେଲା, ଏ ହେଉଛି ଆମମାନଙ୍କ ରହିବା ଜାଗା। ସୃଷ୍ଟି ପ୍ରକୃତରେ ଗତିଶୀଳ, ପ୍ରଗତିଶୀଳ। ପ୍ରତିନିୟତ ପୃଥିବୀ ଆଗେଇ ଚାଲିଛି, ନିତ୍ୟ ନବରୂପାୟନ ଧାରଣ କରି। ଏଇ ଯେଉଁ କ୍ରମ ବିବର୍ତ୍ତନର ଇତିହାସ, ବର୍ତ୍ତମାନ ମାନୁଷ୍ୟ ଜ୍ଞାନର ତାହା ହେଲା ଗୋଟିଏ ପ୍ରଧାନ ବିଶିଷ୍ଟ ଆବିଷ୍କାର। ଏହା ଫଳରେ ଅନେକ ରହସ୍ୟର ଉଦ୍ଘାଟନ ହୋଇଛି, ଅନେକ ସମସ୍ୟାର ମୀମାଂସା ମଧ୍ୟ ହୋଇଛି। ଏଇ ଯେଉଁ କ୍ରମ ଇଭଲ୍ୟୁସନରେ ଚାଲିଛି ବୋଲି, ଏଇଟା ହେଉଛି ଉପନିଷଦ ଋଷିମାନଙ୍କର ମତ। ତାକୁ ମଧ୍ୟ ସ୍ୱୀକାର କରାଯାଇଛି। ଲାଇଫ୍ ଟାଇମ୍ରେ ଶ୍ରୀଅରବିନ୍ଦ ଉଲ୍ଲେଖ କରିଛନ୍ତି ବଢ଼ିଆ ଭାବରେ। ସେ କହିଲେ ଯେ ବହୁତ ଦୂରରୁ, ଅନେକ ଦୂରରୁ ପ୍ଲେନ୍ରେ ଆସିଲେ କିଛି ଲୋକ, ଆସିକରି ସୃଷ୍ଟି ଆରମ୍ଭ ବେଳର କଥା ଦେଖିଲା ବେଳକୁ ସୂର୍ଯ୍ୟଠାରୁ ଗୋଟେ ନିଆଁ ଖଣ୍ଡ ବାହାରିକି ଅଲଗା ହେଇଛି। ତାକୁ ଚାରିପଟେ ଯାକ ବୁଲିଲେ, ଚାଲିଗଲେ। କେତେ ଲକ୍ଷ ବର୍ଷ ପରେ ଆସିଲା ବେଳକୁ ସେଥିରେ ସବୁଆଡ଼େ ପଥର ଭର୍ତ୍ତି ହେଇଛି। ଶୀତଳ ହେଇଯାଇଛି, ଉପର ପଥର ଭର୍ତ୍ତି ହେଇଯାଇଛି। ଆଉ ଗଛ ଲତା କିଛି ନାହିଁ, ଟାଙ୍ଗରା ସବୁଆଡ଼େ। ସେଠି ଆଉ କିଣା ବିକା ବି ପ୍ରଶ୍ନ ଉଠୁନି। ଗୁଣ୍ଠ କେତେ କେହି ପଚାରି ପାରିବନି, ସବୁଆଡ଼େ ଏକା ରକମ। ଆଉ ପୁଣି ଚାଲିଗଲେ। ପୁଣି କେତେ ଲକ୍ଷ ବର୍ଷ ପରେ ଆସିଲା ବେଳକୁ ସବୁଆଡ଼େ ଭର୍ତ୍ତି ହେଇଯାଇଛି ଗଛପତ୍ର, ଆଉ ଫୁଲ ଭର୍ତ୍ତି ହେଇଛି। ଯେଉଁଦିନ ପ୍ରଥମ ଗୋଲାପ ଫୁଲ ଫୁଟିଥିବ ପୃଥିବୀରେ, ପ୍ରଥମ ପାଣି ବର୍ଷା ହେଇଥିବ। ପ୍ରଥମ ବର୍ଷା କେମିତି ହେବ ନା, ଗୋଟେ ବିରାଟ ବିରାଟ ଥୋପା ପଡ଼ିଥିବ, ତଳେ ପଡ଼ିପାରିବନି। କାରଣ ଏତେ ପୃଥିବୀଟା ଗରମ ଥିବ, 1 କିଲୋମିଟର 2 କିଲୋମିଟର ଦୂରରୁ ବାଷ୍ପ ହେଇକି ଉଡ଼ି ଚାଲିଯିବ, ପୁଣି ତାପରେ ପଡ଼ିବ। ଏମିତିକି ପ୍ରଥମ ଯେଉଁଦିନ ପାଣି ଠୋପା ପଡ଼ିବ ପୃଥିବୀ ପୃଷ୍ଠରେ, ପୃଥିବୀକୁ ସ୍ପର୍ଶ କରିବ, କିନ୍ତୁ ବିରାଟ ଶବ୍ଦ ଗୋଟେ ହେବ, ଚାଇଁକିରି ହେବ। ତାପରଠୁ ବର୍ଷା ହେଇକି ପୃଥିବୀ ଥଣ୍ଡା ହେବ। ପ୍ରଥମ ଗୋଲାପ ଯେଉଁଦିନ ଫୁଟିବ, ପ୍ରଥମ ମଲ୍ଲି ଯେଉଁଦିନ ଫୁଟିବ, ସେଦିନ କେତେ ଖୁସି ଲାଗିବ, ସୁନ୍ଦର ଦେଖାଦେବ। ତାପରେ ସେ କହୁଛନ୍ତି ଏଇ ଭାବରେ ଇଭଲ୍ୟୁସନରେ ପ୍ରଥମ ପ୍ରାଣୀ ଦେଖାଗଲେ, ବିଭିନ୍ନ ରକମ ପ୍ରାଣୀ ଦେଖାଗଲେ। ତାପରେ ଯେଉଁଦିନ ମଣିଷ ଅପୂର୍ଣ୍ଣ ହଉ ପଛେ ଦେଖାଦେବ। ଗୋଟେ ପିକ୍ଚର ନଥାଏ, ନଈ ନେଇକି ଚାଲିଛି, ତାପରେ ଧୀରେ ଧୀରେ କମ୍ପ୍ୟୁଟର ଚଲାଉଛି, ଗୋଟେ ପିକ୍ଚର ଥାଏ। ସେଭଳି ବିବର୍ତ୍ତନରେ ମଣିଷର ପରିବର୍ତ୍ତନ ହେଇ ଚାଲିଲା। ସେ ଏଇଟା ବହୁତ ବଢ଼ିଆ ଦେଖିବା ପାଇଁ ଲାଗିବ, ସୁନ୍ଦର। ଏଇ ଭାବରେ ଗୋଟେ ନୂଆ ପୃଥିବୀ, ନୂଆ ଦେଶ ସୃଷ୍ଟି ହେଲା। ତା ଧୀରେ ଧୀରେ ମଣିଷର ବିକାଶ ଘଟିଲା।
ଏଇଟା କନଷ୍ଟାଣ୍ଟଲି କୋଉ ଜାଗାରେ ପରଫେକ୍ଟଲି ତିଆରି ହେଇକି ଛାଡ଼ି ଦିଆହେଇଛି ଏମିତି ନୁହେଁ। ସମଗ୍ର ସୃଷ୍ଟି ହେଉଛି ପରିବର୍ତ୍ତନଶୀଳ। ସୃଷ୍ଟି ମଧ୍ୟରେ ସକଳ ରହସ୍ୟ ଭିତରେ ପ୍ରଧାନ ରହସ୍ୟ ସର୍ବାପେକ୍ଷା ନିଗୂଢ଼ ଜଟିଳ ସମସ୍ୟା ହେଲା ଦୁଃଖର ସୃଷ୍ଟି ଓ ସ୍ଥିତି। ମନୁଷ୍ୟର ଆଦିମ ସନାତନ ଜିଜ୍ଞାସା ହିଁ ଏହି ପଥ ଦେଇ ଦୁଃଖ ତ୍ରୟାଭିଘାତା ଜିଜ୍ଞାସା। ଯେ ସୃଷ୍ଟିରେ ପ୍ରଥମ କଥା ହେଲା ଦୁଃଖ କୋଉଠି ଆସିଲା? ଦୁଃଖଟା ଆସିଲା କୋଉଠି? ଯଦି ଅପ୍ରାପ୍ୟ କିଛି ନ ରହିବ, ମନେ କରନ୍ତୁ ଗୋଟେ ଜିନିଷ ମୁଁ ଖୋଜୁଛି ପାଉନି, ଏଇଠି ବି କ'ଣ କୁହାଯିବ ଏଇଠି ଦୁଃଖ ହେଲା ବୋଲି? ମଣିଷର ଯୋଉ ଇଚ୍ଛା, ଆଗେଇ ଯିବାର ଇଚ୍ଛା, ତା ପ୍ରତିହତ ହେଲେ ଦୁଃଖ ହୁଏ। ଦୁଃଖ ହେଉଛି ଯାହା ମୁଁ ଖୋଜୁଛି ତାହା ପାଉନି, ତା ମିଳୁନି ମୋତେ। ଏ ହେଲା ଦୁଃଖର କାରଣ। ଏ ଦୁଃଖ ଆସିଲା କୁଆଡ଼େ? କେମିତି କ'ଣ ହେଲା? ମନୁଷ୍ୟର ଆଦିମ ସନାତନ ଜିଜ୍ଞାସା ହିଁ ଏହି ପଥ ଦେଇକି ଆସିଛି। ଦୁଃଖ ତ୍ରୟାଭିଘାତା ଜିଜ୍ଞାସା। ପ୍ରଶ୍ନ ହେଉଛି ଭଗବାନ ଯଦି ଥାଆନ୍ତି, ଯଦି ସେ ଦୟାମୟ, ଯେଉଁ ଶକ୍ତି ବା ସତ୍ତା ସୃଷ୍ଟିର ଅଧିକର୍ତ୍ତା, ତାହା ଯଦି ହୋଇଥାଏ ମଙ୍ଗଳମୟ, ଅଶିବ ନୁହେଁ ଶିବ, ସେ ପୃଥିବୀ ରୋଗ ଶୋକ ଦୁଃଖ କଷ୍ଟରେ ଜର୍ଜରିତ କାହିଁକି? ମୂଳ ଅରିଜିନ୍ ହେଉଛି ସୁଖମାନଙ୍କର। ଶିବ ମାନେ ମଙ୍ଗଳ, ଅରିଜିନ୍ ମଙ୍ଗଳ। ଅଶିବ ତାହେଲେ କୋଉଠି ଆସିଲା? ଅରିଜିନ୍ ଯଦି ମଙ୍ଗଳ ହେଲା, ତାହେଲେ ମନ ଦୁଃଖ କାହିଁକି ହବ? ସର୍ବୋପରି ମୃତ୍ୟୁର ବିଭୀଷିକା କାହିଁକି ଏ ମର୍ତ୍ତ୍ୟବାସୀଙ୍କୁ ଆଚ୍ଛାଦନ କରି ରଖିଛି? ସେ ଭଗବାନ ନୁହନ୍ତି, ଶୈତାନ କ'ଣ ଏଇ ସୃଷ୍ଟିର ସ୍ରଷ୍ଟା ବା ପରମ ନିୟନ୍ତା? କାହିଁକି ଲାଷ୍ଟରେ ମରିବାକୁ ପଡ଼ିବ? ମୃତ୍ୟୁ କ'ଣ ଶେଷ କଥା? ଏ ହେଉଛି କଥା ଯେ ମଣିଷ ଯେତେବେଳେ ଏମିତି ଏଇ ଘଟଣା ଘଟେ, ସବୁବେଳେ ଏମିତି ଘଟଣା ଘଟେ ଯେ ଯଦି ସୁଖରେ ରହିଲା, ମନ ଖୁସି ହେଲା, ଦୁଃଖ କୋଉବାଟେ ପଛପଟେ ଆସି ପହଞ୍ଚି ଯାଉଛି। ଏଭଳି କି ଏମିତି କଥା କହନ୍ତି, ତୁ ଆଜି ବହୁତ ହସିଲୁ ନା, କାଲି କାନ୍ଦିବୁ ପୁଣି କହୁଛୁ। କାରଣ ଧରି ନିଆଯାଇଥାଏ ଯେ ଯଦି ଭଲରେ ଜଣେ ରହିବ ଶାନ୍ତନ ହେଇ, ଭଲ ଲାଗିବନି ତାକୁ। କାହା ସାଙ୍ଗେ ଗୋଟେ କଜିଆ କଲେ, କୋଉଠି ଗୋଟେ ମକଦ୍ଦମା କଲେ, କୋଉଠି ଗୋଟେ ଦୁଃଖ ଦ୍ୱନ୍ଦ୍ୱ ନହେଲେ, ଦ୍ୱନ୍ଦ୍ୱ ଯଦି ନଥିବ ଦ୍ୱନ୍ଦ୍ୱ ତିଆରି କରାହେବ, ଯାହାଫଳରେ ପୁଣି ତୁମେ ଦ୍ୱନ୍ଦ୍ୱ ଭିତରେ ପଶିଯିବ। ଏଇ ହେଉଛି ମଣିଷର ଅବସ୍ଥା। ଯେ ଏଇଟା କ'ଣ ଶେଷ କଥା? ସେ କହୁଛନ୍ତି ପାଶ୍ଚାତ୍ୟର ଜଣେ ସାମ୍ପ୍ରତିକ ସୁପରିଚିତ ମନୀଷୀ ଓ ଜ୍ଞାନୀ ଏ ବିଷୟରେ ତାଙ୍କର ଏକ ଅଭିନବ ସିଦ୍ଧାନ୍ତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଜଗତ ଯେ ସ୍ଥିତିଶୀଳ, ଅର୍ଥାତ୍ ଏଠାରେ ଚିରକାଳ ପାଇଁ ଯେ ସ୍ଥାୟୀ ବନ୍ଦୋବସ୍ତ ହୋଇଯାଇଛି ଏକଥା ନୁହେଁ। ଜଗତ ଗତିଶୀଳ, ତା ପୁଣି କ୍ରମୋନ୍ନତିର ପଥରେ ଓ ଊର୍ଦ୍ଧ୍ୱରୁ କ୍ରମ ପ୍ରକଟ ସମୃଦ୍ଧତାର ଚେତନା ଆଡ଼କୁ ଆଗେଇ ଚାଲିଛି। ଏଇଠି ଏମାନେ ଖ୍ରୀଷ୍ଟିଆନ ଧର୍ମ ଭିତରେ ନିଜକୁ ଆବଦ୍ଧ ନ କରିକି ମଧ୍ୟ ତେଲିହାଟ ଡି ଚାର୍ଡିନ୍ ବେଲି 1881ରୁ 1955 ଯେ ବଞ୍ଚିଥିଲେ, ସେ କହିଛନ୍ତି ଯେ ସମଗ୍ର ଜଗତ ରହିନି ଗୋଟେ ଜାଗାରେ, ଆଗେଇ ଆଗେଇ ଚାଲିଛି। ଆଗେଇ ଆଗେଇ ଚାଲିଛି ବୋଲି ସେ ପଛର ଯାହା ବସ୍ତୁ ତାଠୁ ଆଗେ ଟପିକି ଯାଉଛି ବୋଲି ପଛରେ କିଏ ଗୋଡ଼ ଟାଣୁଛି ସବୁବେଳେ। ଗୋଡ଼ ଟାଣିଲା କିଣି ଅସୁବିଧାରେ ପଡ଼ିଯାଉଛି। ଯେ ଏଇ ଯେଉଁ ଉର୍ଦ୍ଧ୍ୱାୟନର ବେଗ ଏବଂ କୁଆଡ଼େ ଯାଉଛି, ସେ ଗତି ହେଉଛି ଉପରକୁ ଉଠିବା। ସମଗ୍ର ଜଗତର ଗୋଟେ ଗତି ହେଉଛି ଉପରକୁ ଉଠିବା। ଏବଂ କ'ଣ ସେଥିରେ ଯେଉଁ ଶବ୍ଦଟା ଅତୀତ ଆହୁରି ବଞ୍ଚି ରହିବାକୁ ଚାହେଁ, ପଛରୁ କିଏ ଜଣେ ତାକୁ ଗୋଡ଼ ଟାଣୁଛି, ଯାହାଫଳରେ ସେ ଆଗେଇ ଯାଉନି। କହନ୍ତିନି ଓଡ଼ିଶା ଲୋକମାନେ ସେମିତି ବୋଲି କଙ୍କଡ଼ା ଭଳିଆ, ଯେ ଏମିତି ଉଠିଗଲା କିଏ ତାକୁ ଗୋଡ଼ ଟାଣିକି ପଛକୁ ରଖିବ। ଚେତନା ବି ସେଇଆ। ଚେତନାରେ ଯେତେବେଳେ ଜଣେ ଅଗ୍ରଗତି କରିବାକୁ ଚାହୁଁଛି, କିଛି ଏକ ବସ୍ତୁ ରହିଛି ତାକୁ ପୁରାତନ ଆଡ଼କୁ ଫେରେଇ ନେଉଛି। ମା ବୁଲୁଛନ୍ତି ପ୍ଲେଗ୍ରାଉଣ୍ଡରେ, ହଠାତ୍ କହୁଛନ୍ତି ଏଥରକ ମୁଁ ନିଶ୍ଚେତନା ଭିତରେ କାମ କରିବାକୁ ଆରମ୍ଭ କରିବି। ପ୍ରୀତି ଦାସଗୁପ୍ତ ଲେଖିଛନ୍ତି। ସେ କହିଲେ ମା ତାହେଲେ ବହୁତ ଭଲ ହେବ। ନା ଏମିତି ସହଜ ନୁହେଁ, ୱାର୍ଷ୍ଟ ଜିନିଷ ଲୋକମାନଙ୍କ ଭିତରେ ଦେଖାଦେବ। କାହିଁକି ଆମ ଭିତରେ ଗୋଟେ ମନେ ରଖିବାକୁ ପଡ଼ିବ, ଯାହା ଯାହା ଆମେ ଦେଖୁଛୁ ସେଗୁଡ଼ାକ ଆମ ବ୍ୟକ୍ତିଗତ ବସ୍ତୁ ନୁହେଁ,
ଦୋଷ ଓ ଦୁର୍ବଳତା ଆମର ବ୍ୟକ୍ତିଗତ ନୁହେଁ, ୟୁନିଭର୍ସାଲ ଫୋର୍ସ। ଟଙ୍କା ଗୋଟେ ୟୁନିଭର୍ସାଲ ଫୋର୍ସ ବୋଲି ମହାବୀରରେ ଲେଖା ହେଇଛି। ଏଭଳି ୟୁନିଭର୍ସାଲ ଫୋର୍ସ ହେଉଛି ଆଙ୍ଗର, ସେକ୍ସ, ଜେଲସି ସବୁ ଗୁଡ଼ାକ ୟୁନିଭର୍ସାଲ। ଯେତେବେଳେ ମଣିଷ ଭିତରେ ଦେଖାଦିଏ ବ୍ୟକ୍ତିଗତ ଭାବରେ, ମଣିଷ ଭାବେ ଯେ ଏଇଟା ମୋର ଦୋଷ ବୋଲି। ଏଇଟା ମୋର ଦୋଷ ନୁହେଁ। ଯେମିତି ଜଣେ ଗୋଟେ ଖରାପ ଗୀତ ବା ଡ୍ରାମା ଗୋଟେ ଦେଖିଲ ରେଡ଼ିଓରେ, ରେଡ଼ିଓକୁ ବାଡ଼େଇଲେ କିଛି ଅସୁବିଧା ହେବନି, ଡ୍ରାମା ବନ୍ଦ ହେବନି। ତା'ର ସେନ୍ସ, ତା'ର ସୂତ୍ରଟା, ତା'ର ଉତ୍ସଟା ରେଡ଼ିଓ ନୁହେଁ। ତା ଉତ୍ସଟା ଆଉ ଗୋଟେ କୋଉ ଜାଗାରେ ତା ଭିତରେ ଦେଇ ପ୍ରକାଶ ପାଉଛି କେବଳ। ଠିକ୍ ସେଇ ଭାବରେ ଆମ ଭିତରେ ଦେଇକିରି ବହୁ ଜିନିଷ ପ୍ରକାଶ ପାଉଛି। ଲୋଭ, ମୋର ଯେତେବେଳେ 100 ଟଙ୍କା ହେଇଯାଉଛି, ମୁଁ 1000 ଟଙ୍କା ପାଇଁ ଚିନ୍ତା କରୁଛି। 1000 ଟଙ୍କା ହେଲେ କୋଟି ଟଙ୍କା ପାଇଁ ଚିନ୍ତା କରୁଛି। ଚିନ୍ତା ଆସ୍ପାୟାର କରିବାଟା ଭୁଲ ନୁହେଁ। ଯୋଉ ଫିଲିଙ୍ଗ ଦ୍ୱାରା ବଶବର୍ତ୍ତୀ ଆମେ ଆସ୍ପାୟାର କରୁଛୁ, ସେଇଟା ହେଉଛି ଅସୁବିଧା। ସେଇଟା ହେଉଛି ଅହଙ୍କାର, ସ୍ୱାର୍ଥକୁ ରଖିକି ଭିନ୍ନ ଭିନ୍ନ ନାଁ ସବୁ ଦିଆଯାଉଛି। ମୁଁ ଏମିତି ଗୋଟେ ସଂଘ କରିବି, ମୁଁ ଏମିତି ଗୋଟେ କ୍ଲବ୍ କରିବି, ଏମିତି ଗୋଟେ ଲାଇବ୍ରେରୀ କରିବି। ପଶ୍ଚାତରେ ଆଉ ଗୋଟେ ଥାଏ, ସ୍ୱାମୀ ବିବେକାନନ୍ଦ ବଢ଼ିଆକି ଲେଖିଛନ୍ତି, କିନ୍ତୁ ମୁଁ ଯେଉଁ କାମ କରୁଛି ତା ପଶ୍ଚାତରେ ବି ରହିଯାଇଛି ମୋର ବ୍ୟକ୍ତିଗତ ଆକାଂକ୍ଷା ରହିଛି। ଏମିତି ପ୍ରଶଂସା ପାଇବା ପାଇଁ ଇଚ୍ଛା ରହିଛି। ପ୍ରଶଂସା ପାଇବା ପାଇଁ ଇଚ୍ଛା ତ ଅଦ୍ଭୁତ ଗୁଣ ଗୋଟେ। ଅଲ୍ ଦିଜ୍ ଆର୍ ୟୁନିଭର୍ସାଲ ଫୋର୍ସେସ୍। ଯେତେବେଳେ ମଣିଷ ଭିତରେ ଦେଇ ପ୍ରକାଶ ପାଉଛି, ମଣିଷ ଭାବୁଛି ନିଜର ବୋଲି, ନିଜେ ସିଦ୍ଧାନ୍ତ କରୁଛି ବୋଲି। ଏଇ ଯେଉଁ ଉଦ୍ଧାୟନର ବେଗ, ତାରି ଫଳରେ ପ୍ରଥମେ ଦେଖାଯାଇଛି ଯେତେ ବିଦୀର୍ଣ୍ଣ ବେଦନା, ବିଭେଦ, ତୀବ୍ର ତୀକ୍ଷ୍ଣ କଠିନତା, ତାର ଅର୍ଥ ହିଁ ହେଲା ଦୁଃଖ, କଷ୍ଟ, ଦୈନ ଓ ମୃତ୍ୟୁ। ଏ ଯେଉଁ ଆଗେଇ ଯିବା ପାଇଁ ହେଲେ ସମଗ୍ର, ଯେମିତି ଇମାଜିନ୍ କର ଗୋଟେ ତିମି ମାଛ ଉପରକୁ ଉଠୁଛନ୍ତି, ଦେଖୁନ ପିକ୍ଚରରେ, ଉଠିଲା ବେଳକୁ ପାଣି ସବୁ ତା ଭିତରେ ଖସି ପଡ଼ୁଛି। କର୍ଦ୍ଦମ ଭିତରେ ଦେଇକି ସେ ଉଠୁଛି, ତା ଦେହରେ କର୍ଦ୍ଦମ ଗୁଡ଼ା ଖସି ପଡ଼ୁଛି, ଲାଗିଯାଇଛି। ପୃଥିବୀ ବା ମାନବ ସମାଜ ଗୋଟିଏ ସୁସଜ୍ଜିତ ବଗିଚା ନୁହେଁ। ସେଠାରେ ସବୁକିଛିକୁ ସଜାସଜି କରି ଗୋଟେ ନିର୍ଦ୍ଦିଷ୍ଟ ନିୟମରେ, ଧାରାରେ ସ୍ଥାୟୀ ରୂପ ଦେଇ ରଖାଯାଏ ନାହିଁ। ତାହା ବରଂ ଗୋଟେ ବଣ ଜଙ୍ଗଲ ପରି ଲତା, ପତ୍ର, ଗଛ ଅଜସ୍ର, ଆଉ ସେଗୁଡ଼ିକ ବଢ଼ି ଚାଲିଛି। ପତ୍ର ଡାଳ କେତେ ମରି ଝଡ଼ି ପଡ଼ୁଛି, କେତେ ଫୁଲ ଶୁଖି ଯାଉଛି, କିନ୍ତୁ କ୍ରମେ ଉପରେ ନୂତନ ଶାଖା ପ୍ରଶାଖା, ନବୀନ ପଲ୍ଲବ, ସବୁଜ ପତ୍ର, ପ୍ରସ୍ଫୁଟିତ ଫୁଲର ସୌନ୍ଦର୍ଯ୍ୟ ବିକଶିତ ହୋଇକରି ଚାଲିଛି। ଗୋଟେ ଗଛ ନୂଆ ପତ୍ର ଦେଖାଉଛି, ଦେଖୁନି, ଖଜୁରୀ ଗଛ, ନଡ଼ିଆ ଗଛ ସବୁଥିରେ ଦେଖାଯାଏ, ଦେଖାଉଛି। ତଳ ଭାଙ୍ଗ ଗୋଟେ ଶୁଖିକିରି ଖସି ପଡ଼ୁଛି, ପୁଣି ସେ ଉପରକୁ ଉଠି ଚାଲିଛି, ନୂଆ ନୂଆ ପତ୍ର ଦେଖାଉଛି, ପୁଣି ସେଗୁଡ଼ା ଶୁଖି ଯାଇକି ଖସି ପଡ଼ୁଛି ତଳକୁ। ମଣିଷ ଜୀବନ ହେଉଛି ସେଇଭଳିଆ ଭାବରେ। ଅତୀତ ଧୀରେ 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 ଶୁଷ୍କ ହେଇକିରି ଖସି ପଡ଼ୁଛି, ନୂଆ ନୂଆ ଆସ୍ପିରେସନ୍ ଦେଖାହେଉଛି। ଏଣ୍ଟାୟାର ଗତିଟା କିନ୍ତୁ ଉପରକୁ ଚାଲିଛି, ପୁରା ଗତିଟା ଉପରକୁ ଚାଲିଛି। ଉପରର କିଛି ଗୋଟେ ପ୍ରାପ୍ତି ପାଇଁ ଯେମିତି ଯାଉଛି। କ'ଣ ପାଇଁ ମୁଁ ଖୋଜୁଛି ମୁଁ ଜାଣିନି, କିନ୍ତୁ ମୁଁ ଖୋଜୁଛି ଗୋଟେ କ'ଣ। ମୋ ଭିତରେ ଏଇ ହେଉଛି ଫିଲିଂ, ମୁଁ ଗୋଟେ କ'ଣ ଖୋଜୁଛି, କ'ଣ ଖୋଜୁଛି ମୁଁ ବୁଝିପାରୁନି। ୟାର ମଧ୍ୟ ବହୁତ ସିକ୍ରେଟ୍ ବଟମ୍ ସବୁ ରହିଛି। ଯେ ମୁଁ ଯେତେବେଳେ ଯେଉଁ ବସ୍ତୁ ଏକ ଶାନ୍ତ, ଧୀର, ସ୍ଥିର, ଏଇ ଖୋଜିବା କିଛି ଅସୁବିଧା ନୁହେଁ। କିନ୍ତୁ ଯେତେବେଳେ ଶାନ୍ତ, ଧୀର, ସ୍ଥିର ଭିତର ଦେଇକିରି କିଛିଟା ପ୍ରକାଶ ହୁଏ, ସେତେବେଳେ ତାର ଏକ ଯଥାର୍ଥ ପ୍ରବେଗ ରୁହେ, ଯଥାର୍ଥ ସୌନ୍ଦର୍ଯ୍ୟ ରୁହେ। ଚଞ୍ଚଳତା, ଅସ୍ଥିରତା ଦେଇ ଯେଉଁ ଖୋଜିବା ହୁଏ, ସେ ଖୋଜିବାରେ ଯଥାର୍ଥ ବସ୍ତୁ ପଶ୍ଚାତରେ ରହିଯାଏ। ମୁଁ ଖୋଜୁଛି, ଇଟ୍ ଡଜଣ୍ଟ ମ୍ୟାଟର, କିଛି ଗୋଟେ ନାହିଁ। ଆମ୍ବିସନ୍ ଖରାପ ନୁହେଁ ଏ ଦୃଷ୍ଟିରୁ, କିନ୍ତୁ ମୁଁ ଚାହୁଁଛି ସୁନ୍ଦର ହଉ। ମାଆ କହିଲେ ଯେ ଲୋକ ଆସି କହିବେ, କହିଲେ ମୋତେ ଦେଖିକି କହିବେ କି କେତେ ଆମ୍ବିସିୟସ୍, ଏମିତି ଏକ ପୃଥିବୀକୁ ଚାହୁଁଛନ୍ତି, ଏମିତି ଏକ ଜଗତ ଚାହୁଁଛନ୍ତି ଯାହା କିଛି ରହିବନି। କିନ୍ତୁ ଏଇଟା ହିଁ ଆକ୍ଚୁଆଲି ଠିକ୍ କଥା। କିନ୍ତୁ ତା ଭିତର ଦେଇକିରି ଯେଉଁ ବସ୍ତୁ ହେଉଛି, ତା ଯଦି ଶାନ୍ତ ସ୍ଥିର ହେବ, ତାହା ତୀବ୍ର ହେବ ଏବଂ ଯଥାର୍ଥ ମଧ୍ୟ ହେବ। ଦୁଃଖ, ଦୈନ, କଷ୍ଟ, ବେଦନା ଏସବୁ ହେଲା ଶୁଖିଲା ଝରା ଫୁଲ, ଝରା ପତ୍ର, ଭଗ୍ନ ଶାଖା ପ୍ରଶାଖା ପରି। ଏହା ହେଲା ସମସ୍ତ ଅଗ୍ରଗତିର ଆରମ୍ଭର ଆନୁଷଙ୍ଗିକ ଫଳ, ହୁଏତ ଅବ୍ୟର୍ଥ ପ୍ରୟୋଜନ। ଯେଉଁଗୁଡ଼ା ଶୁଖିଲା ଫୁଲ ପତ୍ର ହେଇଛି, ସେ କ'ଣ ହେଇଛି ତାକୁ କହୁଛନ୍ତି ଅଗ୍ରଗତିର ଆରମ୍ଭର ଆନୁଷଙ୍ଗିକ ଫଳ, ଅବ୍ୟର୍ଥ ପ୍ରୟୋଜନ। ଏଇଟା ଗୋଟେ ଦରକାର ଆଗେଇ ଯିବା ପାଇଁ। ଆମର ଯେତେବେଳେ କିଛି ସଫଳତା ଆସେ, ସଫଳତା ପଶ୍ଚାତରେ ବିଫଳତା ଲର୍କ,
ସାବିତ୍ରୀ ବର୍ଣ୍ଣନା କରିଛନ୍ତି ଯେ ଲୁଚିକିରି ଥାଏ। ଆମେ ସଫଳତାକୁ ନେଇ ଉତ୍ଫୁଲ୍ଲିତ ହଉ, ବିଫଳତା ବିଫଳତା ତା ମଧ୍ୟରେ ଥାଏ ଏବଂ ବିକମ୍ସ ଏ ସୋଲ୍ସ ଫେଲ୍ୟୁଅର ହେଇଯାଏ। ପ୍ରତ୍ୟେକ ସୋ କଲ୍ଡ ସକ୍ସେସ୍ ପଶ୍ଚାତରେ ଦି ଫେଲ୍ୟୁଅର ଅଫ୍ ଦି ସୋଲ୍ ଇଜ୍ ଦେୟାର ତା ଅର୍ଥ ପର୍ପସ୍‌ଟା ଭୁଲି ହେଇଯାଏ। ପ୍ରତି ସଫଳତା ପଶ୍ଚାତରେ ପର୍ପସ୍‌ଟା ଭୁଲି ହେଇଯାଏ ଏବଂ ଜଣେ ଯଦି କନସିୟସ୍ ହବ ତାହେଲେ ଏସବୁରୁ ବାହାରି ଆସିପାରିବ। ବୁଝିପାରିବ ଯେ ମୁଁ କୁଆଡ଼େ ଯାଉଛି ବୋଲି। କିନ୍ତୁ ଆମେ ସମସ୍ତେ ଆମର ଗୋଟେ ବହୁତ ବଡ଼ ଡିଫେକ୍ଟ ହେଉଛି। ଆମେ ଆମର ଅସୁବିଧାକୁ କେବେ ଦେଖୁନି। ଆମର ଡିଫେକ୍ଟ ଆମର ଯୋଉ ଅସୁବିଧା ରହିଛି ଆମ ଭିତରେ ତାକୁ ଆମେ ଦେଖୁନି। ତେଣୁ ଯଦି କେଉଁ ଲୋକ ଆମ ଅସୁବିଧାକୁ କହିଦିଏ ଆମେ ତାପରେ ବିରକ୍ତ ହଉ। ତାକୁ ତାର ଅସୁବିଧା ତାର ମତେ ଇଏ କହୁଛି ତାର ୟାଠୁ ବହୁ ଗୁଣରେ ଦୋଷ ଦୁର୍ବଳତା ତାର ରହିଛି। ସେ କ'ଣ ମତେ କହିବ? ଏ ହେଉଛି ଇମିଡ଼ିଏଟ୍ କଥା। କିନ୍ତୁ ଯେତେବେଳେ ଜଣେ ସିନସିୟରଲି କାର୍ଯ୍ୟ କରିବାକୁ ଚାହିଁବ, ସିନସିୟର ଶବ୍ଦଟା ହେଉଛି ଇମ୍ପୋର୍ଟାଣ୍ଟ। ସେତେବେଳେ ଦେଖାଯିବ ଯେ ତାକୁ ସାହାଯ୍ୟ କରିବା ପାଇଁ ସବୁ ପରିସ୍ଥିତି ପରିବେଶ ଆଗେଇ ଆସୁଛନ୍ତି। ଯଦି ପ୍ରକୃତରେ ଚାହେଁ ପଢ଼ିବା। ବ୍ୟକ୍ତିଗତ ଭାବେ ମଧ୍ୟ ଏଇ କ୍ଷୟ ଅପଚୟ କୌଣସି ବ୍ୟର୍ଥତାର ଲକ୍ଷଣ ନୁହେଁ। କେତେ ଇମ୍ପୋର୍ଟାଣ୍ଟ କଥା। ବ୍ୟକ୍ତିଗତ ଭାବରେ ଏଇଭଳି ଯେଉଁ ଝଡ଼ି ପଡ଼ିବା ଝରା ଫୁଲ ବା କ୍ଷୟ ବ୍ୟର୍ଥତାର ଲକ୍ଷଣ ନୁହେଁ। କାରଣ ସେସବୁର ପ୍ରତ୍ୟେକଟି ଭିତର ଦେଇ ପ୍ରବାହିତ ହୋଇଛି ଏକ ଊର୍ଦ୍ଧ୍ୱଗାମୀ ଚେତନାର ଧାରା। ସେମାନଙ୍କର ନଜିର ବି ରହିଛି ଗୋଟେ ପ୍ରଚେଷ୍ଟା ପ୍ରବେଗ। ଏହି ସ୍ରୋତର ତାଙ୍କୁ ସହାୟକ ହୋଇ ଚାଲିବା ପାଇଁ, ଏହି ସ୍ରୋତରେ ତାହାର ସହାୟକ ହୋଇ ଚାଲିବା ପାଇଁ ବାହ୍ୟତଃ ତାର ଯେଉଁ ରୂପ ହେଉନା କାହିଁକି ଯେ ୟା ଭିତର ଦେଇକରି ସମଥିଙ୍ଗ ଇଜ୍ ଗ୍ରୋଇଂ ଅପ୍ ଏବଂ ଭିତରର ସକଳ ବସ୍ତୁଟା ବାହାରି ଆସୁଛି। ଆମେ ଦେଖିବୁ ଯେ ଇଣ୍ଡିଭିଜୁଆଲ କ୍ଷେତ୍ରରେ ବ୍ୟକ୍ତିଗତ କ୍ଷେତ୍ରରେ ଏ ଘଟଣା ଘଟୁଛି। ସମଥିଙ୍ଗ ଡିପର୍ ଇନସାଇଡ୍ ଗୋଟେ ଗଭୀରତର ବସ୍ତୁ ନିଜ ଭିତରେ ରହିଛି ଯାହା ନିଜକୁ ପ୍ରକାଶ କରିବା ପାଇଁ ଚାହୁଁଛି। କି ବାହାରେ ପ୍ରକାଶ କଲେ ତା ଅବସ୍ଥା କ'ଣ ହେବ? କେଉଁ ରୂପ ଧାରଣ କରିବ? ଏକ ଶାନ୍ତ ସ୍ଥିର ଗଭୀର ବିଶ୍ୱାସ ନିର୍ଭରତା ରହିବ। ଏଇ ଭିତ୍ତିଭୂମିଟା ଏଇ ଚେତନାର ଏଇ ଦିଗଟା ଖୋଲିଯିବ ନିଜ ଭିତରେ। ତାକୁ ଧରିକିରି ଦୈନନ୍ଦିନ ଜୀବନ ଯାପନ କରିହେବ କି? ଏ ହେଉଛି ବହୁତ ବଡ଼ ପ୍ରଶ୍ନ। ଯେଉଁ ପ୍ରଶ୍ନ ଆଉ ଯେଉଁ ତାର ଉତ୍ତର ଆମ ସମଗ୍ର ଜୀବନ ଗଢ଼ା ଏଥିରେ। ଭଗବାନଙ୍କ ଉପରେ ବିଶ୍ୱାସ ନିର୍ଭରତାର ଏକ ଅନୁଭବ ନେଇକରି ଦୈନନ୍ଦିନ ଜୀବନଯାପନ କରିହେବ କି? ଯେ କରିହେବ କି ଏଇଟା ହେଉଛି ଆମର କ୍ୱେଶ୍ଚିନ୍। ଆନ୍ସର୍ ବି ଆମର ସେୟା ହେଉଛି ଆମ ଭିତରେ। ଯେତେବେଳେ ଆମେ ବିଭିନ୍ନ ଘଟଣାବଳୀ ଭିତରେ ଦେଇକି ଯାଉ ସବୁବେଳେ ଆମେ ଦେଖୁ ଯେ ଏଇଟା ହିଁ ହେଉଛି ପ୍ରକୃତ ଶାନ୍ତ ଭୂମି। ଏଇ ଭୂମି ଉପରେ ଯେତେବେଳେ ଆମେ ଠିଆ ହେଇଛୁ ଆମ ସବୁ ଠିକ୍ ଚାଲିଛି। ଏଇ ଯେଉଁ ଭୂମି ଉପରେ ଆମେ ତଳକୁ ଖସି ପଡ଼ୁଛୁ ଆଗେଇ ଯିବୁ ବୋଲି ଯେମିତି ଗୋଟେ ଟ୍ରେନ୍ ଚାଲିଛି। ଟ୍ରେନ୍‌ଟା ଚାଲୁଛି। ଆଉ ଟିକେ ଶୀଘ୍ର ଯିବା ଦରକାର ବୋଲି ଟ୍ରେନ୍‌ରେ ଦୌଡ଼ିବୁ। ଟ୍ରେନ୍ କ'ଣ ସମ୍ଭବ ହେବ? ଟ୍ରେନ୍ ଭିତରେ ଦୌଡ଼ିବା ଆରମ୍ଭ କରିବୁ। କାହିଁକି ଦୌଡ଼ୁଛ? ନା ଟ୍ରେନ୍‌ଟା ଆଉ ଟିକେ ଶୀଘ୍ର ଚାଲୁ ବୋଲି। ସେମିତି ତ ହେଇପାରିବନି। ଏକ୍ଜାକ୍ଟଲି ଆମେ ଗୋଟେ ଅଦ୍ଭୁତ ଶାନ୍ତ ଧୀର ସ୍ଥିର ଅବସ୍ଥା ଏବଂ ନିର୍ଭରତାର ଅବସ୍ଥା ଯାହାକୁ ଧରିକିରି କାମ କରିହେବ। ଏଇ ଅନୁଭବ ଶିଖିବା ପାଇଁ କେତେ କ'ଣ ସବୁ ଘଟଣା ଘଟେ ଜୀବନରେ। ବହୁତ ଘଟଣା ଘଟିଯାଏ। ସଲ୍ୟୁସନ୍ ଲାଷ୍ଟରେ ଆସେ ଯେ ଆମେ ମାଙ୍କ ଉପରେ ବିଶ୍ୱାସ ନିର୍ଭରତା ସହିତ ଚଳିପାରିବୁ। ବ୍ୟକ୍ତିଗତ ଭାବେ ଆଚ୍ଛା ବିଷୟଟିକୁ ଯୁଦ୍ଧରେ ସୈନ୍ୟଦଳର କୃତିତ୍ୱର ସହ ତୁଳନା କରାଯାଇପାରେ। ଯୁଦ୍ଧର ସମୟବତ ଲକ୍ଷ୍ୟ ହେଲା ଜୟ। ଏହି ଜୟ ପାଇଁ ରହିଛି ପ୍ରତ୍ୟେକ ସୈନ୍ୟର ସମାନ ଆତ୍ମନିୟୋଗ, ନିଷ୍ଠା, କର୍ମଠତା। କିନ୍ତୁ ସମସ୍ତେ ପୂର୍ଣ୍ଣଜୟ ପର୍ଯ୍ୟନ୍ତ ବର୍ତ୍ତି ପାରନ୍ତି ନାହିଁ। ବହୁ ସୈନ୍ୟଙ୍କୁ ଜୀବନ ଦାନ କରିବାକୁ ହୁଏ ଏବଂ ଏଇ ବହୁଙ୍କର ଦେହ ଉତ୍ସର୍ଗ ଉପରେ ବିଜୟଶ୍ରୀ ପ୍ରତିଷ୍ଠିତ। ଯଦି ଶୁଖିଲା ଡାଳ ଗୁଡ଼ାକ ଭାଙ୍ଗି ପଡ଼ନ୍ତା, ଶୁଖିକି ଖସି ନ ହୁଅନ୍ତା ତାହେଲେ ନଡ଼ିଆ ଗଛଟା ଉପରକୁ ଉଠନ୍ତା କେମିତି? ଠିକ୍ ସେଇ ଭାବରେ ଗୋଟେ ସୈନ୍ୟ ଦଳ ସେ ବର୍ଣ୍ଣନା କରିଛନ୍ତି। ବହୁ ବ୍ୟକ୍ତି ଲକ୍ଷ୍ୟ ହେଲା ଯେ ଯୁଦ୍ଧରେ ଜୟଲାଭ କରିବା। ବହୁ ବ୍ୟକ୍ତିଙ୍କର ଦେହ ପାତିତ ହୁଏ, ଏଥିରେ ଦେହ ନଷ୍ଟ ହେଇଯାଏ, ମରିଯାଆନ୍ତି। ତାରି ଉପରେ ବିଜୟଶ୍ରୀ ମଣ୍ଡିତ ହୁଏ। ସେମାନେ ସମସ୍ତେ ବିଜୟଶ୍ରୀର ଅଧିକାର ହେଇପାରନ୍ତିନି, ଅନୁଭୋଗ ହେଇପାରନ୍ତି। କିନ୍ତୁ ଗୋଟେ ଫ୍ଲୋ ଭିତରେ ସମସ୍ତେ ଥାଆନ୍ତି। ପୃଥିବୀରେ ମାନବ ଜାତିର କ୍ରମ ବିବର୍ତ୍ତନରେ ତେଣୁ ପ୍ରଥମ ସୋପାନ ହେଲା ବହୁ ଲୋକଙ୍କର ଦୁଃଖ, ଦୈନ୍ୟ, କଷ୍ଟ, ବେଦନା ତାହା ହିଁ ହେଲା ଊର୍ଦ୍ଧ୍ୱମୁଖୀ ଆବେଗର ପ୍ରକାଶ ଓ ପରିଚୟ।
ପୃଥିବୀରେ ମାନବ ଜାତିର କ୍ରମ ବିବର୍ତ୍ତନ ଏ ହେଉଛି କଥା। ବହୁତ ଦୁଃଖ କଷ୍ଟ, ବହୁତ ସଂଘର୍ଷ ଭିତରେ ଦେଇ ଇଣ୍ଡିଭିଜୁଆଲ ଭିତରେ ଆଉ କଲେକ୍ଟିଭ ଭିତରେ ବି କିଛି ଉଠି ଆସୁଛି। ଇଣ୍ଡିଭିଜୁଆଲ ଭିତରେ କ'ଣ ହେଉଛି? ବହୁତ ଦୁଃଖ କଷ୍ଟ ଭିତରେ ଦେଇଗଲି, ବହୁତ ସଂଘର୍ଷ ଭିତରେ ଦେଇଗଲି। ହେଲା କ'ଣ? ଯେଉଁ ସଂଘର୍ଷ ଭିତରେ ଦେଇଗଲି, ଦୁଃଖ କଷ୍ଟ ଭିତରେ ଦେଇକି ଗଲି, କ'ଣ ହେଲା? ହେଲା ମୁଁ କିଛି ଜିନିଷ ଶିଖିଲି, ଜାଣିଲି। ଯେତିକ ପାଠ ପଢ଼ାଇବା ପାଇଁ ମୋ ଯେଉଁ ଗ୍ରେଟ୍ ଟିଚର୍ କେତେ ସବୁ ଆଣିକରି ଇକ୍ୟୁପମେଣ୍ଟ ମୋ ସାମ୍ନାରେ ଥୋଇଦେଲେ। ଗୋଟେ ବୁଝେଇବା ପାଇଁ ଏସିଆ ମହାଦେଶ କ'ଣ, ୟୁରୋପ ମହାଦେଶ କ'ଣ, ଆଉ କ'ଣ ଦେଖିବା ପାଇଁ କେତେ ବଡ଼ ଗ୍ଲୋବ୍ ସବୁ ଥୋଇଦେଲେ। ଗ୍ଲୋବ୍‌କୁ ବୁଲେଇ ବୁଲେଇକି ଦେଖେଇଲେ। ତାପରେ ମୋର କମ୍ପ୍ରିହେନ୍ସନ୍ ଜାଣିପାରିଲି ଘଟଣାଟା ଏଇଭଳିଆ ବୋଲି। ଠିକ୍ ସେଇ ଭାବରେ କିଛି ଜିନିଷ ଶିଖେଇବା ପାଇଁ ମୋ ଭିତରେ ଯିଏ ଅଛନ୍ତି କେତେ କ'ଣ ପରିସ୍ଥିତି ସୁଯୋଗ ଦେଇଛନ୍ତି। କେତେ ପରିସ୍ଥିତି ଘଟିଯାଇଛି, କେତେ ଘଟଣା ଘଟିଯାଇଛି। ତାପରେ ମୁଁ ଧୀରେ ଧୀରେ ବୁଝିପାରିଛି ଯେ ଏଇ ଭାବରେ ହିଁ ଘଟଣାଟା ହୁଏ ବୋଲି। ଯଦି ମୁଁ ଆଗରୁ ବୁଝିପାରିଥାନ୍ତି, ମୋ ଜୀବନ ଯଦି ଶାନ୍ତ, ଧୀର, ସ୍ଥିର ଭିତ୍ତିଭୂମି ଉପରେ ତିଆରି ହେଇଥାନ୍ତା, ମୁଁ ଯଦି ଅଶାନ୍ତି ନ ରହିଲେ ମୋତେ ଯଦି କଷ୍ଟ ଲାଗନ୍ତା, ମନେକର ଯଦି ସବୁ ଠିକ୍‌ରେ ଚାଲିବ ମୋତେ ଭଲ ଲାଗିବନି। କିଛି ଗୋଟେ ପ୍ରୋବ୍ଲେମ୍ ମୁଁ କ୍ରିଏଟ୍ କରିଦେବି। ପ୍ରୋବ୍ଲେମ୍ କ୍ରିଏଟ୍ କରି ପାଟିତୁଣ୍ଡ କରିବି, ତାପରେ ଯାଇକି ମୋତେ ଟିକେ ଆରାମ ଲାଗିବ, ହଁ କିଛି ଗୋଟେ କଲି ବୋଲି। ଏ ଘଟଣା ନ ହୁଅନ୍ତା ତାହେଲେ ଅଗ୍ରଗତି କେତେ ଚମତ୍କାର ହୁଅନ୍ତା। ଯେଉଁମାନେ ଦୁଃଖ, ଦୈନ୍ୟ, କଷ୍ଟ, ବେଦନା ସହ୍ୟ କରନ୍ତି ବା ଯେଉଁ ପର୍ଯ୍ୟନ୍ତ ଏସବୁ ଦୁର୍ଭୋଗ୍ୟ ଦୁର୍ଗତି ସହ୍ୟ କରାଯାଏ, ତାହା କେବଳ ଅନିଚ୍ଛାରେ ଅସହାୟ ଭାବେ ନୁହେଁ। ଏହି ଦୁଃଖର ଅନ୍ତରୂପ ହେଲା ଊର୍ଦ୍ଧ୍ୱର ଧାରକ ଓ ଯନ୍ତ୍ର ହୋଇଯିବା ନିମିତ୍ତ ଅଭିପ୍ସା, ପ୍ରବେଗ ଓ ସାମର୍ଥ୍ୟ। ଯେଉଁ ଦୁଃଖ କଷ୍ଟ ଆସୁଛି ଏମିତି ସେମିତି ଆସି ଯାଉନି। ତା ପଶ୍ଚାତରେ ରହିଛି ଯେ ଏକ ମହତ୍ତର ଶକ୍ତି ଚେତନାକୁ ଧାରଣ କରିବା। ସେଥିପାଇଁ ପ୍ରସ୍ତୁତ ହେଇ ଉଠିବା। ସେଇ ସକାଶେ ଏତେ ଦୁଃଖ କଷ୍ଟ ଆସୁଛି। ବ୍ୟକ୍ତି କ୍ଷେତ୍ରରେ ମଧ୍ୟ ଏକ ଦୃଷ୍ଟିରେ ଯାହା ଅଭାବ ମାତ୍ର ରୂପେ ଦେଖାଦିଏ, ତାହା ପ୍ରକୃତରେ ଗୋଟେ ଗଭୀର ଭାବ ନିବିଡ଼ ବସ୍ତୁ। ଦେଖାଯାଏ ଗୋଟେ ନିଡ୍ ଯେଉଁ ଦେଖାହେଉଛି। ସମଥିଙ୍ଗ ଆକ୍ଚୁଆଲି କେମିତି ପ୍ରୋବ୍ଲେମଟା କ୍ରିଏଟ୍ ହେଉଛି। ପ୍ରୋବ୍ଲେମ କ୍ରିଏଟ୍ ହେଉଛି ମୋ ଭିତରେ କିଛି ଏକ ବସ୍ତୁ ଇନଫାଇନାଇଟ୍ ଚାହୁଁଛି। ଫାଇନାଇଟ୍ ଭିତରେ ରଖିଲେ ସେ ବ୍ୟତିବ୍ୟସ୍ତ ହେଇଯିବ। ଯେ ଫାଇନାଇଟ୍ ଭିତରେ ତାକୁ ରଖାଯାଏ, ସୀମିତତା ଭିତରେ ରଖାଯାଏ, ସେ ବ୍ୟତିବ୍ୟସ୍ତ ହେଇଯିବ। କିନ୍ତୁ ତା ଭିତରେ କ'ଣ ଚାହୁଁଛି? କିଛି ଗୋଟେ ଚାହୁଁଛି ଏକ ବିଶାଳତା ଭିତରେ ପ୍ରବେଶ କରିବା ପାଇଁ। ମୁଁ ଆକାଶ ହେଇଯିବା ପାଇଁ ଚାହୁଁଛି। ବିଶାଳ ସମୁଦ୍ର ପାଇଁ ହେବା ପାଇଁ ଚାହୁଁଛି। ଭିତରେ ଏଇ ହେଉଛି ଇଚ୍ଛା। କିନ୍ତୁ ତାକୁ ଯେତେବେଳେ ଛୋଟ ଛୋଟ ବିଷୟ ଦେଇକି ରଖାହେଉଛି ସେ ବ୍ୟସ୍ତ ହୋଇଯାଉଛି। ସେଥିପାଇଁ କୁହାହେଉଛି ଅହନ୍ନାହାନି ଭୂତାନି ଗଚ୍ଛନ୍ତି ଜମାଳୟମ୍ ଶେଷା ଜୀବନ୍ତ ମିଶନ୍ତି କିମାଶ୍ଚର୍ଯ୍ୟ ମତପରମ୍। କି ଆଶ୍ଚର୍ଯ୍ୟ କଥା! ସବୁବେଳେ ଲୋକ ମରିଯାଉଛନ୍ତି, ଆମେ ଯେଉଁମାନେ ବଞ୍ଚି ରହିଛୁ ଭାବୁଛୁ ସବୁଦିନ ବଞ୍ଚି ରୁହନ୍ତୁ। କାହିଁକି ଏମିତି ଭାବୁଛୁ? ତା କାରଣ ଆମ ଭିତରେ ଏକ ଅମୃତତ୍ୱ ରହିଛି। ଅମୃତତ୍ୱ ହେଉଛି ଆମର ଆକାଂକ୍ଷା, ଆମର କାରଣ, ବଞ୍ଚିବାର କାରଣ। ଅମୃତତ୍ୱ ପ୍ରାପ୍ତି, ତେଣୁ ଆମେ ସାମ୍ନାରେ କେତେ ଲୋକ ମରିଲେ ମଧ୍ୟ ଆମେ କହୁଛୁ ଅମୃତତ୍ୱ ହେଉଛି ଆମର ଆବଶ୍ୟକ। ହ୍ୱାଟ୍ ଏଭର୍ ମ୍ୟାନ୍ କନଷ୍ଟାଣ୍ଟଲି ୱିଲ୍ସ ଥିଙ୍ଗସ୍ ମଷ୍ଟ ବି ଏବଲ୍ ଟୁ ଡୁ। ଜଣେ ଲୋକ ଲାଇଫ୍ ଏଇଟା ଲେଖା ହେଇଛି। ଜଣେ ଲୋକ ଯାହା ସବୁବେଳେ ଚାହିଁ ବସିଛି, ସବୁ ରକମ ହତାଶା କାଢ଼ି ଦିଆଯାଇଛି, ତଥାପି ସେ ଚାହିଁ ବସିଛି ଯେ ମୁଁ ବଞ୍ଚିକି ରହିବି, ଅଧିକା ବଞ୍ଚିକି ରହିବି। ତାମାନେ ସେ ନିଶ୍ଚୟ ସେ ଜୀବନଟା ପ୍ରାପ୍ତ ହେବ। ତେଣୁ କେମିତି ପ୍ରାପ୍ତ ହେବ? ନା ଆମ ଭିତରେ ଅନ୍ତରାତ୍ମା ହେଉଛି ଅମୃତର ପ୍ରତୀକ। ଅନ୍ତରାତ୍ମା ମୃତ୍ୟୁ ନାହିଁ। ତେଣୁ ଆମେ ଅନ୍ତରାତ୍ମା ଚାହୁଁଛି ନିଜକୁ ମ୍ୟାଟେରିଆଲାଇଜ୍ କରିବା ପାଇଁ ବାହାର ଜୀବନରେ। ତେଣୁ ବାହ୍ୟ ଜୀବନରେ ଅମୃତତ୍ୱର ଆକାଂକ୍ଷା ଆମ ଭିତରେ ରହିଛି। ଏହି ଆକାଂକ୍ଷାକୁ ଗୋଟେ ଆଜ ଏ ରେସ୍ ମଣିଷ ଜାତି, ଜଣେ ଦୁଇ ଜଣ, 5 ଜଣ, 10 ଜଣ, ଲକ୍ଷେ ଜଣ ନୁହନ୍ତି। ମଣିଷ ସମାଜ ଆରମ୍ଭରୁ ମରୁଛି, ଅମୃତତ୍ୱ ପାଇଁ ଚେଷ୍ଟା କରୁଛି, ବଞ୍ଚିବା ପାଇଁ ଚେଷ୍ଟା କରୁଛି। ଏଇଟା ତାକୁ ଛାଡ଼ିକିରି ଯାଉନି। ସାରଦା ଖ୍ରୀଷ୍ଟୀୟ ଦୁଃଖ ଭୋଗର ଗୋଟିଏ ଆଧ୍ୟାତ୍ମିକ ସାର୍ଥକତା ଦେଖିଛନ୍ତି। ଜଣେ ବିଶିଷ୍ଟ ଇଏ ବ୍ୟକ୍ତି ସେ କହୁଛି ଖ୍ରୀଷ୍ଟୀୟ ଦୁଃଖ ଭୋଗର ଗୋଟେ ଆଧ୍ୟାତ୍ମିକ ସାର୍ଥକତା ଦେଖିଛନ୍ତି। ଖ୍ରୀଷ୍ଟୀୟ କୃଷ ପରିଣାମରେ ଆଣିଦିଏ ଏକ ଚିରନ୍ତନ ଜୀବନର ସିଦ୍ଧି। ଶ୍ରୀଅରବିନ୍ଦ ମଧ୍ୟ ଦେଇଛନ୍ତି ଏକ ପୂର୍ଣ୍ଣାଙ୍ଗ ତତ୍ତ୍ୱ ଓ ଇତିହାସ। ଯେ ଯେଉଁମାନେ ସେଲ୍ଫ ସଜେସନ୍ ଦେଖିଛ, ସେଲ୍ଫ ସଜେସନ୍ରେ ଅଛି ଗୋଟେ, କେତେଜଣଙ୍କ ଶୁଣାଯାଇଥିବ ଶୁକ୍ରବାର ଦିନ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁସିଫାଇଡ୍ କରାଯାଇଥିଲା। ଶୁକ୍ରବାର ଦିନ ଗୁଡ୍ ଫ୍ରାଇଡେ ବୋଲି ବାହାରିଥିଲେ କୁହାଯାଏ। ତାଙ୍କର ଯେଉଁ ଯେଉଁ ହାତ ଗୋଡ଼ରୁ ରକ୍ତ ତାଙ୍କର ବାହାରେ ଶୁକ୍ରବାର ଦିନ। ଏଇଟା
ମାନେ ଆବସଲ୍ୟୁଟଲି ସେଲ୍ଫ ସଜେସନ୍ ଦ୍ୱାରା ହେଇପାରେ। ଯେ ନିଜକୁ ନିଜେ କରିବେ ଏମିତି ବିଭିନ୍ନ ଭାବରେ। ଏଠି କୁହାଯାଉଛି ଯେ କ୍ରୁସ୍ ଯୋଉ ଦିଆହେଇଛି କ୍ରସ୍ ଯୋଉଟା ଦିଆହେଇଛି ଯୀଶୁ ଖ୍ରୀଷ୍ଟଙ୍କର ସେଇଟା ଗୋଟେ ଟାଇପ୍ ଅଫ୍ ସିଦ୍ଧି ଆଡ଼କୁ ନେଇଯାଉଛି। ଶ୍ରୀମନ୍ଦ କଣ କହୁଛନ୍ତି ଯେ ଶ୍ରୀମନ୍ଦ ଦେଇଛନ୍ତି ଗୋଟେ ପୂର୍ଣ୍ଣାଙ୍ଗ ତତ୍ତ୍ୱ ଇତିହାସ। ତେବେ ଜଗତର ଦୁଃଖ ଭୋଗ ଓ ପାପ ସମ୍ବନ୍ଧରେ ସେ କହୁଛନ୍ତି ଏଇ କଥା, ଯେଉଁମାନେ ଅତି ପାପୀ, ଚୋର, ଖୁଣି, ଭ୍ରଷ୍ଟ ସେମାନେ ମଧ୍ୟ ନମସ୍ୟ, ଏଇଥିପାଇଁ ଯେ ସେମାନେ ନିଜ ଉପରେ ସ୍ୱୀକାର କରିନେଇଛନ୍ତି ପାପର ଭାର। ଜଗତ ସାଗର ମନ୍ଥନ ଫଳରେ ଉଠିଛି ଯେଉଁ ବିଷ, ତା ଅଧିକାଂଶ ଭାଗ ଏଇ ହତଭାଗ୍ୟମାନେ ହିଁ ପାନ କରିଛନ୍ତି। ଏଇଟା ଗୋଟେ ଆଉ ଏକ କଥା ସ୍ୱାମୀ ବିବେକାନନ୍ଦ ସେ କଥା କହୁଥିଲେ, ଆଉ ପରମହଂସଙ୍କୁ ବି ସେ କଥା କହୁଥିଲେ। ସେମାନେ କ୍ଲିୟରଲି ଲେଖିଛନ୍ତି ଘଟଣାଟା କ'ଣ ବୋଲି। ଘଟଣାଟା ହେଉଛି ଯେ ଏଠି ଯେଉଁଗୁଡ଼ାକ ଆମେ ଫିଲ୍ କରୁଛୁ ଇଟ୍ ଇଜ୍ ନଟ୍ ଆୱାର ପର୍ସନାଲ୍ ଫିଲିଂ। ପର୍ସନାଲ୍ ଫିଲିଂ ନୁହେଁ। ଯେମିତି ଗୋଟେ ଧୂଆଁ ଛାଡ଼ି ଦିଆଯିବ, ଖରାପ ଧୂଆଁ ଗୋଟେ ଲଙ୍କା ମରିଚ ଧୂଆଁ, ସମସ୍ତେ ଆଫେକ୍ଟେଡ୍ ହେବେ ତା ଦ୍ୱାରା ଯେଉଁମାନେ ବସିଛନ୍ତି। ଜଣେ କିଏ ହେବେନି ଏମିତି ନୁହେଁ। ଜଣେ କିଏ ନକରେ ରୁମାଲ ଦେଇକି ରହିଯିବ ତ ରହିଯିବ, ନହେଲେ ସମସ୍ତେ ଆଫେକ୍ଟେଡ୍ ହେବେ। ଠିକ୍ ସେଇଭଳି ଜଗତରେ ବିଭିନ୍ନ ରକମ ଫିଲିଂ ସବୁ ସ୍ପ୍ରେଡ୍ ହେଉଛି। ଏଇ ଯେଉଁ କାମ, କ୍ରୋଧ, ଲୋଭ, ମୋହ ଏଇ ସବୁ ରକମ ଫିଲିଂ ସ୍ପ୍ରେଡ୍ ହେଉଛି। ଏବଂ ଏଇ ଯେଉଁମାନେ ତାକୁ ଇନକାର୍ନେଟ୍ ମନେକର ଜଣେ ଲୋକ ଗଭୀର ଭାବରେ ହିଂସା ଆଚରଣ କରୁଛି ବା ମିଛ କହିକି ଚାଲିଛି ବା ଅନ୍ୟ କୌଣସି ଖରାପ କାମ ବାରମ୍ବାର କରୁଛି, ସେ କ'ଣ କରୁଛି ଏଇ ଯେଉଁ ଜଗତର ମନ୍ଥନ ଫଳରେ ଯେଉଁ ବିଷ ଉଠିଲା ତାକୁ ସେ ଅଧିକ ପିଇ ଦେଇଛି ବେଶୀ। ସମସ୍ତେ ଅଳ୍ପ ଅଳ୍ପ ଡ୍ରିଙ୍କ କରିଥିଲେ କିଛି ଅସୁବିଧା ନାହିଁ, ସେ ବହୁତ ବେଶୀ ଡ୍ରିଙ୍କ କରିଛି ତେଣୁ ବ୍ୟବହାର ଖରାପ ହେଇଯାଇଛି। ଏଇ ହେଉଛି ସେ କହୁଛନ୍ତି ଯେ ଯେଉଁମାନେ ଯେଉଁମାନେ ଅତି ପାପୀ, ଚୋର, ଖୁଣି, ଭ୍ରଷ୍ଟ ସେମାନେ ମଧ୍ୟ ଅନମସ୍ୟ। ଇଏ କହିଛନ୍ତି ସ୍ୱାମୀ ବିବେକାନନ୍ଦ କହିଲେ ଯେଉଁମାନେ ହେଉଛନ୍ତି ପ୍ରଷ୍ଟିଚ୍ୟୁଟ୍ ତାଙ୍କୁ ମୁଁ ପ୍ରଣାମ କରୁଛି, କାରଣ ଅଜ୍ଞାନତାର ଭାର ସେଠି ବେଶୀ ନେଇଛନ୍ତି ତାଙ୍କ ଉପରେ। ତାଙ୍କ ଭିତରେ ଅଜ୍ଞାନତା ଭାର ତାଙ୍କ ଭିତରେ ଚାଲି ଆସିছে ଅଧିକା। ତେଣୁ ସେମାନେ ମଧ୍ୟ ନମସ୍ୟ। ଏଇଥିପାଇଁ ଯେ ଯେଉଁମାନେ ଅତି ପାପୀ, ଚୋର, ଖୁଣି, ଭ୍ରଷ୍ଟ ସେମାନେ ମଧ୍ୟ ନମସ୍ୟ, ଏଇଥିପାଇଁ ଯେ ସେମାନେ ନିଜ ଉପରେ ସ୍ୱୀକାର କରିନେଇଛନ୍ତି ପାପର ଭାର। ଜଗତ ସାଗର ମନ୍ଥନ ଫଳରେ, ଜଗତର ଯେଉଁ ସମୁଦ୍ର ବେଳେ ମନ୍ଥନ ଫଳରେ ଉଠିଛି ଯେଉଁ ବିଷ, ତାର ଅଧିକାଂଶ ଭାଗ ଏ ହତଭାଗ୍ୟମାନେ ହିଁ ପାନ କରିଛନ୍ତି। ଏମାନେ ପାନ କରିଛନ୍ତି। ସେଇ ସକାଶେ ଜଣେ ଆମେ ଦେଖିବୁ ସବୁବେଳେ ଗୋଟେ ଜିନିଷ, ଯେଉଁମାନେ ଆମେ ଭାବୁ ଯେ ନିଜକୁ ବହୁତ ଶୁଦ୍ଧ ଆଉ ଅନ୍ୟାନ୍ୟ ଅଶୁଦ୍ଧ, ମୁଁ କେବଳ ଶୁଦ୍ଧ ଏମିତି ଭାବୁ, ଏ ବହୁତ ଭୁଲ ଧାରଣା, ବହୁତ ଭୁଲ ଧାରଣା ଏସବୁ। କାରଣ ପ୍ରତ୍ୟେକ ଯେଉଁ ଗୁଣ ସକାଶେ ମୁଁ ଅନ୍ୟ ଜଣଙ୍କୁ ଆଙ୍ଗୁଠି ଦେଖେଇ ଦେଉଛି, ସେ ଗୁଣ ମୋ ଭିତରେ ବି ଆକ୍ଚୁଆଲି ରହିଛି। କିନ୍ତୁ ଯେଉଁମାନେ ଆଉ ଏକ ଦୃଷ୍ଟି ହେଉଛି, ଯେଉଁମାନେ ଏସବୁ ଜିନିଷ ଗ୍ରହଣ କରିଛନ୍ତି, ବ୍ୟବହାର ପ୍ରକାଶ କରିଛନ୍ତି, ସେମାନେ ଜଗତ ବିଷର ଯେଉଁ ହଳାହଳ ବିଷ ଉଠିଛି, ଯେମିତି ଶିବ ତାକୁ ପାନ କରିଦେଲେ ସବୁତକ, ସେମାନେ କିଛି କିଛି ପାନ କରିଛନ୍ତି। ସୋ ଦେ ଆର୍ ରେସ୍ପେକ୍ଟେଡ୍ ପର୍ସନ୍ସ। ଗୋଟେ ଜାଗାରେ କହିଛନ୍ତି ଯଦି ସେମାନେ ପାନ କରିନଥାନ୍ତେ ଆଉ କାହା ଭାଗ୍ୟରେ ଯାଇକି ଆଉ କେଇ ଜଣଙ୍କୁ ହଇରାଣ କରିଥାନ୍ତା ସେ ଗୁଣ। ଏଙ୍କରି ଭିତରେ ଯାଇକି ସେ ରହିଛି। ଏଇ ହେଲା କାହାଣୀ। ତେଣୁ ଆମେ ଲାଇବ୍ରେରୀରେ ୟାର ଚମତ୍କାର ସବୁ ବର୍ଣ୍ଣନା ଦିଆଯାଇଛି। କିନ୍ତୁ ଏଇ ହେଉଛି ବହୁତ ବଡ଼ କଥା ଯେ ଯେଉଁମାନେ ଆମେ ସବୁଆଡ଼େ ଯାଉ ଦେଖୁଛୁ, ସେ ସବୁ ଜାଗାରେ ଭଗବାନଙ୍କ ଉପସ୍ଥିତି ଅଛି। ସେ ଜାଣି ଶୁଣିକି ୟାକୁ ବାହାର ନିଜ ଭିତରେ ଗ୍ରହଣ କରିଛନ୍ତି। କେବଳ ଗ୍ରହଣ କରିନାହାନ୍ତି, ୟାକୁ ଟପିକରେ ଉପରକୁ ଉଠା ହେଉଛି। ଏମିତି ଏକ ବସ୍ତୁ ଯାହାକୁ ଟପିକରେ ନିଜର ଆସ୍ଫୁରା ଭିତରେ ଗୋଟେ ରହିଛି। ସେ ଆସ୍ଫୁରା ଯେମିତି ଗୋଟେ କ'ଣ ହୁଏ, ଫଳ ଗୋଟେ ପୋତିଦେବ, ଗୋଟେ ମଞ୍ଜି ପୋତିଦେବ, ସେ ଗଛ ହେବାକୁ ଆରମ୍ଭ କରିବ ମାଟିରେ। ଗଛ ହେବା ଫାଷ୍ଟ ଷ୍ଟେପ୍ ହେଉଛି ମାଟି ଫାଟିଯିବ, ମାଟି ଫାଟିକି ତା ଭିତରେ ଉଠିବ। ଠିକ୍ ସେଇ ଭାବରେ ମଣିଷ ଭିତରେ ଯେଉଁ ଅଜ୍ଞାନତା, ଅଶାନ୍ତି ସବୁ ରହିଛି, ଯେଉଁ ପାପ ବା ଅଜ୍ଞାନତା ରହିଛି, ସେ ଫାଟି ଯାଉଛି ଭିତରେ ଫାଟିକି ସମଥିଙ୍ଗ ଏଲ୍ସ ଇଜ୍ କମିଂ ଆଉଟ୍। ତ ମଣିଷ ଯେତେବେଳେ ଦୁଃଖ କଷ୍ଟ ଭିତରେ ସେ ଜଞ୍ଜାଳ ଭିତରେ ରହୁଛି, ତା ହୃଦୟ ଫାଟିଗଲା ଭଳିଆ ଲାଗୁଛି, କିନ୍ତୁ ତା ଫଟା ହୃଦୟ ଭିତରୁ କିଛି ଏକ ବସ୍ତୁ ଉଠି ଆସୁଛି। ଦ୍ୟାଟ୍ ଇଜ୍ ଦ ଗ୍ରେଟନେସ୍ ଅଫ୍ ଦି ପର୍ସନ୍।